ମାନେ କହିବେନି ରାବଣ ସୀତାକୁ ଚୋରି କରିକି ନେଇକି ପଳେଇଛି ବୋଲି। ରାବଣ ସୀତାକୁ ଚୋରି କରିବା କଥା ଯିଏ କହିବ ତାହାଠାରୁ ବି ପାପି ଏ କଳି ଯୁଗରେ ଗୋଟେ କେହି ନାହିଁ। ଆଶୀର୍ବାଦ ଦେଉଥିଲେ ସିନା ବ୍ରହ୍ମାଣ୍ଡ ବୁଝେଇଦେବି କେମିତି କଥା ହେଇଛି। ହେ ବାପା ମାନେ ମୁଁ କହିବାର କଥା ତୈଳ ଅର୍ଥ ହେଲା ମେଦ ଶଙ୍ଖ ତୈଳ ତଥା ମାଂସେ ମାଂସ ପୂର୍ବରୁ ମହାଯୋଗ କଲେ ମହାମାଂସ ଅର୍ଥ ଗୋମାଂସ ତାର ଜ୍ୟୋତିଷ୍କ ତା ପୂର୍ବରୁ ଯଦି ମହାଯୋଗ କରିଦେ ମହାଜ୍ୟୋତିଷ୍କ ତା ଅର୍ଥ ହଉଛି ଜୁଳୁଜୁଳିଆ ପୋକ ଶଙ୍ଖେ ତୈଳେ ତଥା ମାଂସେ ବୈଦ୍ୟ ପୂର୍ବରୁ ମହାଯୋଗ କଲେ ମହାବୈଦ୍ୟ ତା ଅର୍ଥ ପଣ୍ଡିତ ହଉଛି ଯମ। ଆଉ ଗୋଟି ହେଲା ଆପଣ ମାନଙ୍କର ଦ୍ୱିଜ ପୂର୍ବରୁ ମହାଯୋଗ କଲେ ମହାଦ୍ୱିଜ କହିଲେ ଚଣ୍ଡାଳ। ନିଦ୍ରାୟାଂ ପଥିଯାତ୍ରାୟାଂ ନିଦ୍ରା ପୂର୍ବରୁ ଯଦି ଆପଣ ମହାଯୋଗ କରିବେ ସେଇଟା ହବ ମହାନିଦ୍ରା। ମହାନିଦ୍ରା କହିଲେ ବାପା ଆଜ୍ଞା ଗୁରୁବାର ମରଣ ଅନାନ୍ତି ଲୋକ ମହାନିଦ୍ରା ହେଇଗଲା ତା ଅର୍ଥ ମରଣ। ଯାତ୍ରା ଆପଣଙ୍କର ଏ ବାର୍ଷିକ ସମସ୍ତର ତ୍ରିନାଥ ଦେବଙ୍କର ଯାତ୍ରା ହଉଛି ସବୁ ବର୍ଷ। ମହାଯାତ୍ରା କେତେବେଳେ କହିବନି ମା ମାନେ କେତେବେଳେ ୟାକୁ ମହାଯାତ୍ରା କହିବ ନା। ମହାଯାତ୍ରା କହିଲେ ଯାତ୍ରା ପୂର୍ବରୁ ମହାଯାତ୍ରା ଲଗେଇଲେ भुवनेश्वर ଆପଣ ଯାଉନାହାନ୍ତି देखिए एम्स हॉस्पिटल किम्स हॉस्पिटल और किड्स हॉस्पिटल एपटे 6 नंबर मेडिकल में सरकारी हॉस्पिटल आ जते जते सब चिकित्सालय अछि सबुठे ये मोंडा फूल ये गेंडू फूल माळ पड़ी थियो गोटे गाड़ी रे सुंदर भाबरे गाड़ीटा तयारी हेतियो आचरे लिखा हेतियो महायात्रा महायात्रा पंडित होती मरण। यात्रा पूर्व केबे महायोग करिवे निद्रायाम पथी पूर्व जोग कले महाल मा माने सेटा बोलेइबो पाउंस तेन संसार भितरे कवि कहिले बोला चतुर्थ दिव्य सिंह देव विदग्ध ज्ञानी महोदय माने संसार भितर देवपुरी गजपति महाप्रभु आसी चतुर्थ दिव्य सिंह देव से जानिए बापा कलिजुग सरीला आउ शिशु आनंद दास मालिकार सी पदटे कहले कली एमती सरबनी तीन नेता हेले कली सरबनी पूरी गजपति चतुर्थ दिव्य सिंह देव आसिले कली सरबनी सरब केतेबेले पूरा सरी अवसर आसीबो देवे सत्य जुग सरीला बेले को कली आसी पहुंची ना नाई केते बेले महापुरुष मानकर मालिकारे प्रमाण कला शिशु आनंद दास जा घर होती उत्तर पाख बालकाटी अठांदर बाली बालुणा जा बापना कपिल देव मान महामाई 1473 से आर कवि आपण मानकर शिशु आनंद दास कहले आनंद दास कहले ए संसार भितरे सळिया बसरते आसीबो जेबे जोर हो जाउची बोली सुबुनी अच्छा हां से কথা कहू ना हौ सळिया बसरते आसीबो जेबे जेते बेले सळिया बसरते आसीबो ए धरा पृष्ठ को सेते बेले आज्ञा कली जुग सरीबो सारे मो जानसी केते बेले सळिया कहू जाऊ धरिसन एटा तो समते शिवधन भग्नार जानिछन लज्जा कीर्ति जनक तनया ना नहीं कि श्लोकटा गाइले से कथा तो जानि छथि बोली म कहिली तेनु हे बापा माने ज्ञानी महोदय मान कहिवार कथा सळिया बसरते बोले बुझी परछंदी नाही आज्ञा किछ बुझी हो आज्ञा सारे म बुझिती कोन बुझी रह तू कोन बुझिनु सळिया बसरते अर्थ आपण मालिका ठार म कहूची बुझी होउथिबो न होउथिबो ना नहीं कि सळिया बसरते ए पदटा मन रहिला ना सातटा अक्षर रहिला सळिया बसरते जेते बेले आसीबो सेते बेले कली सरी
କଳି ଅବସରତେ କହିଲା ଏ କଥାଟାକୁ ଏ ପଦଟାକୁ ମୁଁ ଯଦି ଆପଣମାନଙ୍କ ଆଗରେ ଅନ୍ୱୟ କରିଦେବି 4 ଅଙ୍କ ବିଶିଷ୍ଟ ଗୋଟେ ସଂଖ୍ୟା ମିଳିବ। ଏ 4 ଅଙ୍କ ବିଶିଷ୍ଟ ସଂଖ୍ୟାରେ 2 ଗୁଣିଦେଲେ ଯେତିକି ହବ ସେ ସମୟରେ ଏ କଳିଯୁଗ ସରିବ। ମହାପ୍ରଭୁ ମାଳିକାରେ ଦିଗ୍ଦର୍ଶନ ସବୁ ଦେଇ ଦେଇ ଗଲେଣି ଆଜ୍ଞା। ଦେଖନ୍ତୁ ସଳିଆ ବସରତେ ଓଲଟେକି ପଢନ୍ତୁ 1342 1342 ଗୁଣନ 2 26 84 ଏବେ ଚାଲିଛି ଆପଣ ମାନଙ୍କର ସାଲ 2025 ଯେତେବେଳେ 2684 ସାଲ ଆସିବ ଜାଣିବ ବିଦଗ୍ଧ ଶ୍ରୋତା ମଣ୍ଡଳୀ ମୋ କଳି ଯୁଗ ଧ୍ୱଂସ ହେଲା। ମାଳିକା କଥା ମୋ ବିଦଗ୍ଧ ମଣ୍ଡଳୀ ଶୁଣୁଥିବ ବସି ଭଲା। ଏ ବାପା କେତେ ଦୂର ସତ। ଆଉ ଜଣେ ମହାପୁରୁଷ କହିଲେ କଳି ଯୁଗଟା 3ରେ ସରିବ। କଣ 3ରେ ସରିବ? କଣ ଆଜ୍ଞା କଳି ସରିବ ଆଜ୍ଞା 3 ସତ୍ୟ ଯୁଗ ଆଜ୍ଞା ଗଲା 3ରେ ତ୍ରେତୟା ଯୁଗ ସରିଲା 3ରେ ଦ୍ୱାପର ଯୁଗ ସରିଲା 3ରେ ଆଉ ଏ କଳି ଯୁଗ ସରିବା ଆଜ୍ଞା 3ରେ। ସତ୍ୟ ଯୁଗରେ ଭଗବାନ ଯଦି 3 ପାଦ ଦେଇନଥାନ୍ତେ ଆଜ୍ଞା ଦାନ ମାଗି ନଥାନ୍ତେ ବାମନ ଅବତାର ହୋଇ ବଳି ଯଦି 3 ପାଦ ଭୂମି ଦାନ ଦେଇନଥାନ୍ତା ସେ ପାତାଳକୁ କାହିଁ ଚାପିଥାନ୍ତେ? ଆଉ ସେତେବେଳେ ସତ୍ୟ ଯୁଗରେ ଧର୍ମ ହଉଛି 4 ପାଦ ତ୍ରେତୟାରେ ଧର୍ମ 3 ପାଦ ଦ୍ୱାପରରେ ଧର୍ମ 2 ପାଦ କଳିରେ ଧର୍ମ 1 ପାଦ। ସତ୍ୟ ଯୁଗରେ ଏତେ ଭଗବାନ ବାମନ ଅବତାର ହୋଇ ବଳିକି ପାତାଳକୁ ଚାପିଲେ ଏ ପାତାଳରେ ବଳି ରହିଲା 15 ବର୍ଷ। 4 ପାଦ ଧର୍ମ ଥିଲା ବେଳେ ପାତାଳରେ ବଳି ରହିଲା 15 ବର୍ଷ। ଆଜ୍ଞା ତା ନିଶ୍ୱାସ ବନ୍ଦ ହେଇଗଲାନି ହେଲା ନା? ତ୍ରେତୟାରେ 3 ପାଦ ଭୂମି ଦାନ ମାଗିଲେ 3 ପାଦ ଆସିଲା ଧର୍ମ ସେଥିରୁ 1 କମିଯିବ ନାଇଁ କି ଆଜ୍ଞା? ଦ୍ୱାପରରେ 2 ପାଦ ଧର୍ମ ଆଉ 1 କମିବ କଳିରେ 1 ପାଦ ଧର୍ମ ପୁଣି କମିବ ସେମିତି 4 3 2 1 ଇଏ ହବ 15 14 13 12 4 ପାଦ ଧର୍ମ ଥିଲା ବେଳେ ସତ୍ୟ ଯୁଗରେ ବାମନ ଅବତାର ହୋଇ ପ୍ରଭୁ ଯେତେବେଳେ ବଳି ଦ୍ୱାରେ ବାମନ ମାଗିଲେ ଏ ଭିକ୍ଷ ମାଗିଲେ 3 ପାଦ ଭୂମି ଦାନ ଦେଇ ପାତାଳକୁ ଆଜ୍ଞା ଚାପି ଦେ ବଳି ରହିଲା ଆଜ୍ଞା 15 ବର୍ଷ। ତ୍ରେତୟାରେ ହେଲା 3 ପାଦ ଧର୍ମକୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମ ପିତୃ ସତ୍ୟ ପାଳନ କରି ମା ମାନେ 14 ବର୍ଷଟି ବନବାସ କରିଲେ। ଠିକ ନା ଭୁଲ କହିଲି? ରାମ ଯାଇଛନ୍ତି 14 ବର୍ଷ ସବୁଠି ଲେଖା ହେଇଛି ନାଇଁ କି ଆଜ୍ଞା? ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମ ମା ମାନେ କେତେ ବର୍ଷ ବନବାସ କଲେ? 14 ବର୍ଷ। 14 ବର୍ଷ ଯଦି ଆପଣ ମାନେ କହିବେ ତାହେଲେ ଓଡିଆ ଭାଗବତଟା ନାଲି ଛକ ପଡିଯିବ। ଓଡିଆ ଭାଗବତରେ ଜଗନ୍ନାଥ ଦାସ ଯେତିକି ଲେଖିଛନ୍ତି ନାଲି ଛକ ପଡିଯିବ। ତ୍ରେତୟା ଯୁଗ କଥା ଛାଡି ଦିଅନ୍ତୁ କଳି ଯୁଗ କଥା ଆମେ କଳି ଯୁଗର ଲୋକ କଳି ଯୁଗ କଥା କହିବା। ଜଗନ୍ନାଥ ଦାସଙ୍କ ଘର ହଉଛି କପିଳେଶ୍ୱର ଶାସନ ଯାହା ବାପା ନା ହଉଛି ଭଗବାନ ଦାସ ମାନା ପଦ୍ମାବତୀ 1477 ମସିହାରେ କବି ଆପଣ ମାନଙ୍କର ଜଗନ୍ନାଥ ଦାସ। କଣ କହିଲେ? ଭାଗବତ 9ମ ସ୍କନ୍ଧ 10ମ ଅଧ୍ୟାୟ 57 ପୃଷ୍ଠାର ଠିକ ଡାହାଣ ପଟେ ଲେଖା ହେଇଛି। କଣ ଲେଖା ହେଇଛି ମନେ ରହିଲା? 9ମ ସ୍କନ୍ଧ 10ମ ଅଧ୍ୟାୟ 57 ପୃଷ୍ଠାର ମଝିରେ ଲେଖା ହେଇଛି ପଦଟି। ଜଗନ୍ନାଥ ଦାସ କହିଲେ ଯେ ସଂସାର ଭିତରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମ 14 ବର୍ଷ ବନଗାମୀ ହେଇନାହାନ୍ତି। ଆଉ କେତେ ବର୍ଷ? କହିଲେ ପିତୃ ଉଦ୍ଦେଶ୍ୟ ବନ ଯଦି ଏ କଥା ଆପଣମାନଙ୍କ ଆଗରେ ମୁଁ କହିବି ଯଦି ଜଗନ୍ନାଥ ଦାସ ଲେଖିଲେ 12 ବର୍ଷ ଏପଟେ ରାମାୟଣ କହୁଛି ରାମ ଯାଇଛନ୍ତି 14 ବର୍ଷ କାହା କଥା ଠିକ କରିବା? ଯଦି ରାମାୟଣ କଥାଟାକୁ ଆପଣ ନିଷ୍ପତ୍ତି ନେଇଯିବେ ତାହେଲେ ଓଡିଆ ଭାଗବତ ଜଗନ୍ନାଥ ଦାସଙ୍କ ଭାଗବତ ନାଲି ଛକ ପଡିଯିବ। ନାଇଁ ଯଦି କଳିଯୁଗର ପୁରାଣ ଭାବି ଜଗନ୍ନାଥ ଦାସଙ୍କର ଲେଖାଟାକୁ ଆମେ ସମ୍ପୂର୍ଣ୍ଣ ସତ୍ୟ ଭାବିବା ତାହେଲେ ରାମାୟଣ ଭୁଲ ହେଇଯିବ। ହେଲେ ଭୁଲ ହେବା ପାଇଁ ଆମେ କେମିତି କହିବା?
आमर तो गोटे पद लिखिया पे सामर्थ्य नाई ना कवि मान को लेखा पर नाली छक मारिबाटा हमर ठीक हो ना तेनु वाल्मीकि जहा लिखि दंदी ठीक आ ये जगन्नाथ दास जहा लिखिले ठीक जगन्नाथ दास लिखिले 12 वर्ष गायक भाई माने मोर समस्त प्राय केते गायक कहन मु सुनी छी कहले 12 वर्ष होची वनवास आ खाइबा पीबा बुलिबा असुर वध करिया याडे सेडे दिबा से 2 वर्ष हेला तेनु से 2 वर्ष डाव लिखिनांती 12 वर्ष भी लिखि दैछंदी आ नाई 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 ना सेम दिन जगन्नाथ दास ओडिया भागवत गोटे पद गाइले घंटे अर्थ हबो जगन्नाथ दास होले पितृ उद्देश्य वनवास चलिले 12 वर्ष 12 वर्ष कहले आज्ञा 12 वर्ष बापा नुह ना जगन्नाथ दास केबे लिखिया पे जीवेनी 12 कहले 12 बोली जदि 12 अर्थ बात भाबिबा जगन्नाथ दास ओडिया भागवत भूल होई जीवो ताले केते 12 शब्दटा को जदि हमें विश्लेषण करिबा बनान करिया द ब फलाकार दुआ तापरे द तापरे होची तालव्य स एमिति होची 12 कोंडे तालव्य सहर ता नाल 12 नाई नाई ये तालव्यसटा तालव्यसटा टी उचुआ हेची बोली से कथा कहउछन कि सार अछंदी जी हाई स्कूल जने प्रधान शिक्षक महोदय पुणी यार कवि जगत प्रतिभा नाई तालव्यसटा आज्ञा सेति बे तालव्यसलानी अडोख्य पर्यंत 49 वर्ण उच्चारण कला बेले तीनटा स अछि तालव्यस अछि मुधिनेश अछि दंत्यस अछि तेणु ये तीनटा को सब गोटे स्थान रो उत्पत्ति हेई थाए आपण मान करो ये पाटी भितरे जो जिभडा अछि जिह्वा अछि जिह्वार अग्रभाग अर्थ ताळु अंश ये ताळु अंश रु जो सटा उच्चारण हबो ता नामा माने बापा माने झियो माने बहु माने जेते बसित समस्त मन रख ता ना तालव्यस हबो जिभर अग्रभाग रु उच्चारण हबो तालव्यस आ गोड उच्चारण हबो मुधुनेश ये जिभर शेषाग्र एटा होची मूर्धा जिह्वार शेषाग्र ठारू जो सटा उच्चारण हुए ता ना हबो मुधुनेश बोला दांतर उच्चारण हेबारू दंत्यस होइला आशीर्वाद देउथिबे सत्य वीर दंत्यसडा उच्चारण हबा आपण मान गए 32 दांतरू अच्छा दांतरू उत्पत्ति हेबारू याना हेला नित्य दंत्यस नाही 32 टा दांत ना अछि दांत 32 टा दांत पोरे आउ नाही कि कम नाही हाँ तेणु संसार भीतर महाप्रभु कवि महाप्रभु कहले 12 दुओ कहले आज्ञा 2 आकार हेले आज्ञा अपरे होतिया आ हला 2 दुओ कहले 2 आकार कहले 2 एमिति दुआ कहले होती 4 द्वार्थ 4 आउ तापर लिखा है कि 10 10 कहले होती 10 10 4 14 तेणु पितृ उद्देश्य बन भाषा चलिले सत्य जुग गला 3 त्रेतया गला 3 3टा लक्षणकार काटिला सेटा हला 3 सत्य ना नाई अपर पक्षे द्वापर रे 3 आगे ओसा खेल 3 कली रे 3टा काठीपति की खेलिले सी छाड़ से कथा तेणु ये मोटी श्लोक गाइथी बृहग वाहन जस्य जस्य वृषग वाहन जस्य जहांकर गुरु कहले वृषभ ग कहले गरुड़ ह कहले हंस ये जो ब्रह्मा विष्णु महेश्वर ये ब्रह्मा विष्णु महेश्वर लक्ष्मी पार्वती सावित्री एकत्रित हुई आज सभास्थित पंडित मान छोट बड़ भाई भौणी मान कोना कोनी पूज्य मान ये अनुष्ठान समस्त कर्म कृता महोदय मान सर्व विधान मंगल कर बोल सर्वे आनंद कबा हेलो नाटक गोटे करने पड़ो भारतर सुंदर नाटक चतुर्दिग को बेढ़ी बेष्टित होती आज्ञा 10टा दिग कहले चले 4टा दिग सीना प्रचलित होची दिग होची 10
ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଅଗ୍ନି ଐଶାନ୍ୟ ନୈಋତ ବାୟୁ ଅଧ ଉର୍ଦ୍ଧ 10 ଦିଗରୁ ଆଜ୍ଞା ପ୍ରଚଳିତ ହେଲା 4 ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଏ ଭାରତର ଦକ୍ଷିଣ ଦିଗରେ ଗୋଟେ ସୁନ୍ଦର ରାଜ୍ୟଟି ଅଛି ସୌନ୍ଦର୍ଯ୍ୟମୟ ରାଜ୍ୟଟିଏ ମା ମାନେ ଅଛି ଭାରତର ଦକ୍ଷିଣ ଦିଗରେ ନାଁଟା ହଉଛି ଦକ୍ଷିଣ କୋଶଳ ରାଜ୍ୟ ଦକ୍ଷିଣ କୋଶଳ ରାଜ୍ୟଟି ଦେଖିବା ପାଇଁ ବାପା କେମିତିକା ଆଉ ତ ବିଶେଷ ସମୟ ଅଳଙ୍କାର ଦଉନାହାନ୍ତି ପଦେ ପଦେ ଦେଇ ଦେଖି ଯିବା ନା ନାଇଁ କେମିତିକା ରାଜ୍ୟ ଆପଣ ମାନଙ୍କର କବି ସମ୍ରାଟ ଭଞ୍ଜଙ୍କ ଲେଖାରୁ ଅଛି ନା ନାଇଁ ଯାହାଙ୍କ ଘର କୁଲାଡ ଘୁମୁସର ଗଞ୍ଜାମ ଜିଲ୍ଲାର ସୁନାମ ଧନ୍ୟ କବି ଯାବାପାନା ରଘୁନାଥ ଭଞ୍ଜତାପ ଗଙ୍ଗାଧର ଭଞ୍ଜତାପ ତ୍ରିବିକ୍ରମ ଭଞ୍ଜତାପ ଲକ୍ଷ୍ମଣ ଭଞ୍ଜତାପ ଘନ ଭଞ୍ଜତାପ ସିକନ୍ଦର ଭଞ୍ଜତାପ ଧନଞ୍ଜୟ ଭଞ୍ଜ ତାପ ନୀଳକଣ୍ଠ ଭଞ୍ଜ ନୀଳକଣ୍ଠ ଭଞ୍ଜଙ୍କର ଗୋଟେ ବଡ ପୁଅଟେ ଅଛି ବୋଲେ ତାହାଙ୍କ ଜ୍ୟେଷ୍ଠ ପୁତ୍ର ମୁହିଁ ଉପେନ୍ଦ୍ର ଭଞ୍ଜ ନାମ ମୋହି ନୀଳକଣ୍ଠ ଭଞ୍ଜଙ୍କର ବଡ ପୁଅ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଯାହାର ଜନ୍ମ ତାରିଖ 1680 ମସିହାରେ କବି ସମ୍ରାଟ ଭଞ୍ଜ ଜନ୍ମ ହେଲେ 1720 40 ବର୍ଷର ପିଲା କବି ଜାଗାରେ ଭଞ୍ଜ ଭିତରେ ବହୁତ ସୁନ୍ଦର ସୁନ୍ଦର ଲେଖା କଣଟେ ମ ହାଲୋ ଜାଣି ହେଲାନି ହଉ କହିଥିଲି ପୁଣି ଦର୍ଶେଇ ଦେଲି ପୁଣି ଆହୁରି ସେ ଗଲା ବେଳକୁ ବାଟ ଅଲଗା ମୁଁ ଟିକେ ଗଡେଇ ଦେ ବହିଟା ଟିକେ ହେଲା କବି ସମ୍ରାଟ ଭଞ୍ଜଙ୍କର ବହି ହଉଛି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଚତୁର୍ଥ ଛାନ୍ଦଟା ଗାଉଛି ମାମୁ ଭଞ୍ଜ କବି ଜାଗାରେ ଭଞ୍ଜ କାଠ ଜାଗାରେ ମଞ୍ଜ କଂସା ଜାଗାରେ ଝାଞ୍ଜ ନାରୀ ଜାଗାରେ ବାଞ୍ଝ ମାମୁ ଗାୟକ ନାଇଁ ନାଇଁ ସମୟ ଆମ ପାଇଁ ଅଳ୍ପ 3 ଘଣ୍ଟିଆ ପାଲା ଆମେ ବସିବୁ ଆମେ କିଛି ପାଲା 5 ଘଣ୍ଟା 6 ଘଣ୍ଟା ହୁଏ 4 ଘଣ୍ଟାରୁ ଉର୍ଦ୍ଧ୍ୱ ହେଲେ ପାଲା ହବ ଆଜି ତ 3 ଘଣ୍ଟିଆ ପାଲା ବାୟକ ପାଳିଆ ତ ତମେ ଆସିଲ ଅଧଘଣ୍ଟେ 45 ମିନିଟ୍ ନେଇକି ପଳେଇଲ ମୁଁ ତ ଭଲ ମନ୍ଦ ଏପଟୁ 4 ପଦ ଆଲୋଚନା କଲା ବେଳକୁ ଇଏ ସମୟ ଗଲା ଆଉ ବିଷୟଟେ କଲା ବେଳକୁ କେତେ ସମୟ ଯିଏ ତମକୁ ଅନେଇ କବି ସମ୍ରାଟ ଭଞ୍ଜ ଲେଖିଲେ ଚତୁର୍ଥ ଛାନ୍ଦ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ବହିରେ ରାଜ୍ୟଟା କେମିତିକା ରତନ ନିର୍ମାଣରେ ମହାପ୍ରଭୁ କହିଲେ ଛନ୍ଦ ନୁହଁ ସେ ପୁନ କଣ ଆଉ କଥାବାର୍ତ୍ତା ହେଲେ ଆଲୋଚନା ଥାଉ ସେଥିରେ କାଲି ବି ଆଲୋଚନା କରିବିନି ଯେମିତି ବିଷୟଟି ଆପଣମାନଙ୍କର ବିଷୟ ଦରକାର ବିଷୟ ବହୁତ ଆପଣଙ୍କର ଆଗ୍ରହ କୋଉ କଥା ଆପଣ ଶୁଣିନାହାନ୍ତି ଏ ମଞ୍ଚ 56 ବର୍ଷ ହେଲା ଆମକୁ ମିଶେଇକି 55 ବର୍ଷ ସରିଲାଣି 56 ବର୍ଷ ଚାଲିଛି 55 ରତନ ନିର୍ମାଣ କହିଲେ କୋଠା ଘର ସେ ରାଜ୍ୟ ଦକ୍ଷିଣ କୋଶଳ ରାଜ୍ୟରେ ଏମିତି ପ୍ରାସାଦ ସବୁ ନିର୍ମାଣ ହୋଇଛି ଯେ ରତ୍ନରେ ସବୁ ତିଆରି ହେଇଛି ମାନେ ସୁବର୍ଣ୍ଣରେ ଦିନ ବେଳେ ଯେତିକି ଆଲୋକ ମାନେ ସେତିକି ଆଲୋକ ସେଠିକାର ଲୋକ ଦିନ ରାତି ଜାଣିବା ଟିକେ କଷ୍ଟ ଭଞ୍ଜ ତାକୁ ସରଳରେ ବୁଝେଇ ଦେଲେ କହିଲେ ସେଠିକାର ଲୋକମାନେ ଦିନ ରାତି କେମିତି ଜାଣିନା ପଦ୍ମ ସକାଶରୁ ଜାଣି ଦିବାର ଜନି ଆମ ଅଞ୍ଚଳ ମାନଙ୍କର ଓଡିଶା ଭିତରେ ସାରା ରାଜ୍ୟରେ ଯେତେବେଳେ ଆଜ୍ଞା ପଦ୍ମ ଫୁଲ ଫୁଟିବ ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହେବେ ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହେଲେ ପୁଷ୍କରିଣୀ ମାନଙ୍କରେ ପଦ୍ମ ଫୁଲ ପ୍ରସ୍ଫୁଟିତ ହୁଏ ଆଉ ସେ ଅଞ୍ଚଳରେ ଯେତେବେଳେ ପୁଷ୍କରିଣୀ ମାନଙ୍କରେ ପଦ୍ମ ଫୁଲ ପ୍ରସ୍ଫୁଟିତ ହୁଏ ସେଠିକାର ଲୋକମାନଙ୍କୁ ସକାଳ ହେଇଗଲା ଏ ପରୀକ୍ଷା ଯୋଉ ରାଜ୍ୟର ଘର ଗୁଡା କେମିତିଆ କହିଲା ଗୃହେ ମଣିମୟ ଚାଳ ବଉଳା ଧରା ପ୍ରବାଳ ଚାଳ ଘର ଆମ ଅଞ୍ଚଳରେ ଯେମିତିକା ସେମିତିଆ ଚାଳ ଘର ଯଦି ଅଛି କେବଳ ମଣିରେ ଛପର ହେଇଛି
ମାନେ ଏତେ ଲୀଳା ମୋତି ମାଣିକର ସବୁ କେରି କେରି ହେଇକି ପ୍ରବାଳ ଖଞ୍ଜିଛି। ହଁ 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 ଆଉ ଏ କାନ୍ଥ ଗୁଡାକ ଏଇଠି ଆପଣ ମାନେ ପେଣ୍ଡାଲ ଯୋଉ ଅଂଶଟା କରିଛନ୍ତି ବାସ୍। ଇଟା ବାଲି ସିମେଣ୍ଟ ପଥରରେ ନେଇକି ଆଉ କୋଉଥିରେ? ସେ ରାଜ୍ୟରେ ସିମେଣ୍ଟ ଇଟା ପଥର ନାହିଁ। ଆଉ କେମିତିକା କେମିତିକା? ମହାପ୍ରଭୁ କହିଲେ ହଁ। ମହାରଜତ ରଜତ ବାଡ଼ ନିର୍ମିତ। ହଁ। ରଜତ କହିଲେ ଆଜ୍ଞା ରୂପା, ରୂପା। ମହାରଜତ କହିଲେ ସୁନା। ସୁନା। ଏ ବାଡ଼ ଗୁଡାକ କାନ୍ଥ ଗୁଡାକ ଘର ସବୁ ତିଆରି ହେଇଛି କେବଳ ସୁନା ରୂପା। ଆଜ୍ଞା କବି ସମ୍ରାଟ ଭଞ୍ଜ କହିଲେ ଆମର ଏଇଥିପାଇଁ ଭଞ୍ଜ ଆମର ସିଆଡେ ପାଲା ପଡୁନି ପଡୁଛି। ପଡୁଛି ତ ଆଉ କହୁନ ଯାଇଥାନ୍ତେ ଗଲେ ସୁନା ରୂପା ମେଚେ ଲାଖେ ଧରିକି ପଳେଇ ଯାଇଥାନ୍ତେ କଣ ହବ କଣ ହବ ମାନେ ଏତେ ସୁବର୍ଣ୍ଣ ସେ ମହାପ୍ରଭୁ କହିଲେ ଅଛନ୍ତି ଧନ ଦଶମ ଧନବନ୍ତ ଏତେ ଧନୀ ଲୋକ ଅଛନ୍ତି ହଁ। କହିଲା କର୍ଣ୍ଣେ ଶୁଣା ନାହିଁ ସେମା ନକୁଏ କଲି ଏମିତିଆ ଧନୀ ମାନି ଅଛନ୍ତି ବାପା ମାନେ ଆପଣଙ୍କ କାନରେ ସେଗୁଡା ପଡି ମିଳିଯିବ। ଯେତେ ସୁବର୍ଣ୍ଣ ଘର ତିଆରି ହେଇଛି ରୂପାରେ ତିଆରି ହେଇଛି ଏତେ ସୁନ୍ଦର ସୁନ୍ଦର ପ୍ରାସାଦ ନିର୍ମାଣ ହେଇଛି ପ୍ରାସାଦର ଅଗ୍ରଭାଗରେ ସୁବର୍ଣ୍ଣ କଳସ ଥୁଆ ହେଇଛି ଯାହାର ଯେତେଟା ସୁବର୍ଣ୍ଣ କଳସ ଭଞ୍ଜ କଲେ ଯାହାକୁ ଯେତେ କୋଟି ସୁବର୍ଣ୍ଣ ମିଳା ଯେତେ କୋଟି ସମ୍ପତ୍ତି ଆଚ୍ଛା ସିଏ ସେତେଟା ସୁବର୍ଣ୍ଣ କଳସ ପ୍ରାସାଦ ଉପରି ଭାଗରେ ରଖେ। ଆଜ୍ଞା ଆଜ୍ଞା ଏପରିକା ଯେଉଁ ରାଜ୍ୟ ହଁ ହଁ ରାଜ୍ୟରେ ରାଜା ହଉଛନ୍ତି କୌନ୍ତେୟ। କୌନ୍ତେୟ ରାଜା ହେଲେ କୌନ୍ତେୟ। ହଁ ହଁ ରାଜାଙ୍କର କୀର୍ତ୍ତି ଗୋଟିଏ ଓଡିଆ ପାୟାର ଆପଣ ମୋର ଏଇ ଜଗନ୍ନାଥ ପ୍ରସାଦ ବାସ୍ ଯୋଉଟାକୁ କାଦୁଆ ସାର୍ କହନ୍ତି ମାନେ ବାହାର ଛକଠୁ ଗଲେ ମହୁଲିଆ ଦରଦା କାଦୁଆ ସେ କାଦୁଆରେ ଜଣେ ଭଲ ସୁନ୍ଦର ଲେଖକ ଅଛନ୍ତି ତାଙ୍କ ନାଁ ହଉଛି ଧୀରେନ୍ଦ୍ର କୁମାର ସାମନ୍ତ ସିଂହା। ଧୀରେନ୍ଦ୍ର କୁମାର ସାମନ୍ତ ସିଂହାର କହିଲେ ସୁର ଲୋକ ନର ଲୋକ ନାଗ ଲୋକ ଏ ତିନିଟାକ ଲୋକର ସାର ସାର ତଥ୍ୟକୁ ନେଇକି ରାଜାଙ୍କ ଦେହରେ ନିପୁଣ ହେଇଛି। ବାସ୍ କେମିତି କେମିତି କହିଲା ସୁର ନର ନାଗ ନାଗ। ସୁର ନର ନାଗ ସାର ଶ୍ରୀ ଭାଗ ହରେ ଯୋଗ କରିବି